ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏହି ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ଆଜି ପିଲାମାନେ ଆମର ନବମ ଶ୍ରେଣୀର ସଂସ୍କୃତ ପରୀକ୍ଷାଟି ସରିଯାଇଛି, ଆନୁଆଲ ପରୀକ୍ଷା। ଆମେ 50ଟି MCQ ବା ନିର୍ଦ୍ଦିଷ୍ଟ ପ୍ରଶ୍ନାବଳୀ ଯେଉଁ ରହିଛି ସମ୍ଭାବ୍ୟ ଉତ୍ତର, ତାକୁ ଆଜି ଆମେ ଆଲୋଚନା କରିବା। କାହାର କେତେ ମାର୍କ ରହୁଛି ଦେଖିନେବ। ତାହେଲେ ଏଥିରେ ଥିଲା ଏହି ବିଭାଗଟିରେ 50ଟି ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ଦିଆଯାଇଛି। ସମସ୍ତ ପ୍ରଶ୍ନର ଉତ୍ତର ଦେବା ବାଧ୍ୟତାମୂଳକ ଅଟେ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 1 ନମ୍ବର ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ 4ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ତନ୍ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଆମେ MR ଆନ୍ସର ସିଟ୍ରେ ଥିବା ସମ୍ପୃକ୍ତ ଗୋଲାକାର ଅଂଶକୁ କଳା ବା ବ୍ଲାକ୍ ବଲ୍ ପଏଣ୍ଟ କଲମରେ ସମ୍ପୂର୍ଣ୍ଣ କଳା କରିବା। ତାହେଲେ ଶୁଦ୍ଧମ ଉତ୍ତରମ୍ ଚିହ୍ନୁତ। ଦେଖ କ'ଣ ଅଛି। ପ୍ରଥମେ ଉତ୍ତର କ'ଣ ହବ? ଦୁର୍ଗସ୍ଥ ଶତ୍ରୁଃ କୀଦୃଶଃ ଭବତି? ସୁସାଧ୍ୟଃ, ବିରେ କଷ୍ଟସାଧ୍ୟଃ, ସିରେ ଦୁଃସାଧ୍ୟଃ, ଡିରେ ସରଳଃ। ତାହେଲେ ଉତ୍ତରଟି ଆମର କ'ଣ ହବ? ଉତ୍ତରଟି ହବ ଦୁଃସାଧ୍ୟଃ। ହେଲା। 2 ନମ୍ବର ଦେଖ, ବିଶ୍ୱବୃକ୍ଷସ୍ୟ ସର୍ବାବୟବେ କିମ୍ अस्ति? ଅମୃତମ୍, ଖାଦ୍ୟମ୍, ପାନୀୟମ୍, ବିଷମ୍। ଡି ଉତ୍ତରଟି ଠିକ୍, ବିଷମ୍। ଖାରବେଳସ୍ୟ ସମये କସ୍ୟ ଧର୍ମସ୍ୟ ପ୍ରଚାରଃ ଅଭବତ୍? ଆମର ବୌଦ୍ଧଃ, ହିନ୍ଦୁଃ, ଜୈନ୍ୟଃ, ମହିମା। ଉତ୍ତର ହବ ଜୈନ୍ୟ ଧର୍ମସ୍ୟ ପ୍ରଚାର ଅଭୂତ୍। ଏବେ 4 ନମ୍ବର ଦେଖ, ବିକଳ ବୁଦ୍ଧିଃ କୀଦୃଶଃ ଆसीत्? ବିକଳ ବୁଦ୍ଧିଃ କୀଦୃଶଃ ଆसीत्? ସ୍ୱଳ୍ପ ବିଦ୍ୟଃ, ମନ୍ଦ ବୁଦ୍ଧିଃ, ପଣ୍ଡିତଃ, କୃତ ବିଦ୍ୟଃ। ଏ ଆନ୍ସରଟି ଠିକ୍, ସ୍ୱଳ୍ପ ବିଦ୍ୟଃ। ପିତା ମାଧବାୟ କିମ୍ ଦତ୍ତବାନ୍? ଏରେ ସାଧନାନି, ପୁସ୍ତକାନି, ଧନାନି, ଖାଦ୍ୟାନି। ଉତ୍ତରଟି କୋଉଠି ଠିକ୍? ସାଧନାନି। ହେଲା। ବ୍ରହ୍ମଣଃ ସୃଷ୍ଟୌ କଃ ଦୃଶ୍ୟତେ ଇତି ଗନ୍ଧର୍ବଃ ଉକ୍ତବାନ୍? ଅବିଚାରଃ, ଦୋଷଃ, ଗୁଣଃ, ପକ୍ଷପାତଃ। ଡି ଉତ୍ତରଟି ଠିକ୍, କ'ଣ ସେଠି? ପକ୍ଷପାତଃ। 7 ନମ୍ବର ଦେଖ, ରାଜବୈଦ୍ୟଃ କୀଦୃଶଃ ଆसीत्? ସର୍ବଜ୍ଞଃ, ବିଲକ୍ଷଣଃ, ଅପଣ୍ଡିତଃ, ବହୁଶାସ୍ତ୍ରକାରଃ। ଠିକ୍ ହେଲା, ବହୁଶାସ୍ତ୍ରକାରଃ। ରାଜ୍ञଃ କୁତ୍ର ପୀଡ଼ା ଜାତା? ମସ୍ତକେ, ପାଦେ, ହସ୍ତେ, ଉଦରେ। ଠିକ୍ ଉତ୍ତରଟି ହେଲା ଉଦରେ। ଜାତୀୟ ସଙ୍ଗୀତେ ପ୍ରୟୁକ୍ତମ୍ ଉତ୍କଳମ୍ ଇତି ପଦମ୍ କସ୍ମୈ ପ୍ରୟୁକ୍ତମ୍? କଳିଙ୍ଗ ନିମିତ୍ତମ୍, ଉଡ୍ର ନିମିତ୍ତମ୍, ଓଡ଼ିଶା ରାଜ୍ୟ ନିମିତ୍ତମ୍, କଙ୍ଗୋଦ ନିମିତ୍ତମ୍। ଉତ୍ତରଟି ହେଲା ଓଡ଼ିଶା ରାଜ୍ୟ ନିମିତ୍ତମ୍। 10 ଦେଖ, ଉତ୍କଳ ଭୂଖଣ୍ଡେ କଃ ଭକ୍ତାନାଂ ପରମାରାଧ୍ୟଃ? ଶ୍ରୀ ଲୋକନାଥଃ, ଶ୍ରୀ କାଶୀନାଥଃ, ଶ୍ରୀ ଭୂତନାଥଃ, ଶ୍ରୀ ଜଗନ୍ନାଥଃ। ଡି ଅପସନଟି ଠିକ୍, ଶ୍ରୀ ଜଗନ୍ନାଥଃ। ବଳଦେବଜୀଉ ମନ୍ଦିର କୁତ୍ର अस्ति? ଶରଣକୂଳେ, ଓଡଗ୍ରାମେ, କୋଣାର୍କେ, କେନ୍ଦ୍ରାପଡାୟାମ୍। କେନ୍ଦ୍ରାପଡାୟାମ୍ ଠିକ୍। କସ୍ୟ ମନ୍ଦିରସ୍ୟ ଭଗ୍ନାବଶେଷଃ ଅଦ୍ୟାପି ପରିଦୃଶ୍ୟତେ? ଶିବ ମନ୍ଦିରସ୍ୟ, ସୂର୍ଯ୍ୟ ମନ୍ଦିରସ୍ୟ, ଲିଙ୍ଗରାଜ ମନ୍ଦିରସ୍ୟ, ଗଣେଶ ମନ୍ଦିରସ୍ୟ। ଉତ୍ତର ହେଲା ସୂର୍ଯ୍ୟ ମନ୍ଦିରସ୍ୟ। ଭାରତୀୟ ଗଣନାନୁସାରମ୍ ଭାରତବର୍ଷେ କିଂ ପ୍ରଚଳତି? ପଞ୍ଚାଙ୍ଗମ୍, ଦିନଚର୍ଯ୍ୟା, ସମୟଃ, ସୂର୍ଯ୍ୟଚନ୍ଦ୍ର ଗତିବିଧି। ଏ ଅପସନଟି ଠିକ୍, ପଞ୍ଚାଙ୍ଗମ୍। ହେଲା, ପଞ୍ଜିକା ପଞ୍ଚାଙ୍ଗମ୍ ପ୍ରଚଳତି। ପ୍ରାତଃ ବନମ୍ କିମ୍ କରିଷ୍ୟତି ଇତି ଭାସୁରକଃ ଅଚିନ୍ତୟତ୍? ନିର୍ଜନମ୍, ଧ୍ୱଂସମ୍, ନିର୍ମଳମ୍, ନିଃସତ୍ତ୍ୱମ୍। ନିଃସତ୍ତ୍ୱମ୍। ଶାନ୍ତିସ୍ତୂପଃ କୁତ୍ର अस्ति? ଖଣ୍ଡଗିରୌ, ଧବଳଗିରୌ, ରତ୍ନଗିରୌ, ଲଳିତଗିରୌ। ଶାନ୍ତିସ୍ତୂପ କୋଉଠି ଅଛି? ଧବଳଗିରୌ। ରଥଃ କୁତ୍ର ଯାତି? ମାର୍ଗେ,
पर्वताग्रे आकाशे नगरे उत्तर है पर्वताग्रे रथ जाति। तापर देख रोदनम केशाम बलम बालानाम नारीणाम चौराणाम जनानाम बालानाम उपदेशन मूर्खाणाम कह वर्धते ज्ञानम बुद्धि धनम प्रकोपः प्रकोपः वर्धते। कस्य एकम चक्षुः परंतु न काकः सूत्रम सर्पः काणः शुचिसूत्रम उत्तर है शुचिसूत्रम। देख तापरे का युधिष्ठिरस्य कन्या पार्वती वैशाली उत्तरा दुश्शला पार्वती। युधिष्ठिर कहले एठी पर्वत हिमालय ला युधिष्ठिर। सेमती कह चक्रपाणी ही परंतु न विष्णु हूँ ऑप्शन है केशव वासव वृषभ सदाशिव वृषभ। हाथरे बा पादरे चक्र चिन्ह रही किंतु ये चक्रपाणी बा विष्णु नुहे। अनेक सुशिरम युक्तम किम भवति बकः बल्मीकः मृत्तिका है एठी उत्तर हम कौन बल्मीकः है मृत्तिका पाखे कौन देथिला वृक्ष। बिना कार्यण के पर मंदिर गच्छन्ति सर्वे मूढ़ा बाला सज्जना। बिना काम रे अन्य घर को कौ माने जाती मूढ़ा। परम तपः किम दया क्षमा अहिंसा सत्यम अहिंसा परम तप अहिंसा परम धर्म। कस्य कोपि दाता नास्ति ज्ञानस्य सुख दुःखस्य सर्वथा मरणस्य सुख दुःखस्य न कोपि दाता है सुखस्य दुःखस्य च न कोपि दाता। गोसु कृष्णा बहु क्षीरा संशोधनम कृत गोसु तले गार दिया एटा कोटा ठीक हम बी ऑप्शन टी ठीक मुधुनेश है आउ सब गुड़िक ठीक नुह। किम शुद्धम त्रीन 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 आमर दीर्घ इटा ठीक एटा ए ऑप्शन टी ठीक त्रीन। शयनम कीदृश विशेष जातिवाचक क्रियावाचक वस्तुवाचक गुणवाचक एटा क्रियावाचक है क्रियावाचक विशेष्य। पदम कतिविधम द्विविधम सुबंत और तिगंत पद भाव पद द्विविध तापर तार अलग अच्छे। भवान इति पदस्य पुरुष कह भवान ये पदर कौ पुरुष प्रथम पुरुष मध्यम पुरुष उत्तम पुरुष सर्वम एटा प्रथम पुरुष भवान भवान माने आपण है। शुद्धम शब्द रूपम चिन्हुत नदी प्रथमा बहुवचन नदी नद्यौ नद्य डी ऑप्शन टी ठीक आउ अलग गुड़िक नुहे नदी नद्याम नद्यौ नद्य है नद्यटा ठीक। धेनु प्रथमा एक वचन कौटा ठीक धेनु 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 धेनव ताले धेनु माने गाई धेनु शब्द धेनु। अच्छा मातृ तृतीय एक वचन मातृ तृतीय एक वचन है मात्रा है मातृ शब्दर तृतीय एक वचन हूँ मात्रा। गच्छत सप्तमी दुई वचन गच्छत सप्तमी दुई वचन एटा अब गच्छति गच्छतो हो गच्छसु गच्छतो हो है। तापर किम नपुंसकलिंग तृतीय एक वचन एटा हम केन्न पुल्लिंग रे भी तृतीय एक वचन केन्न आउ क्लीबलिंग बा नपुंसकलिंग रे भी तृतीय एक वचन होची केन्न है ताले डी ऑप्शन टी ठीक। सेमती शुद्धम धातु रूपम चिन्हुत सेब लंग प्रथम पुरुष एक वचन असेबत असेबताम असेबंत असेबत है। पा रूट प्रथम पुरुष बहुवचन पाश्यति पाश्यतः पाश्यन्ति डी ऑप्शन टी ठीक है पाश्यति पाश्यतः पाश्यन्ति सी ऑप्शन टी ठीक पिला माने डी ऑप्शन देछि पाश्यावह तेणु कोटा ठीक पाश्यन्ति लुट लकार प्रथम पुरुष बहुवचन पाश्यति पाश्यतः पाश्यन्ति।
ସ୍ତା ଧାତୁର ଲୋଟ ଲକାର ଉତ୍ତମ ପୁରୁଷ ଦ୍ୱିବଚନ। ଲୋଟ ଲକାର ତିଷ୍ଠତୁ ତିଷ୍ଠତାମ୍ ତିଷ୍ଠନ୍ତୁ ତିଷ୍ଠ ତିଷ୍ଠତମ୍ ତିଷ୍ଠତ ତିଷ୍ଠାନି ତିଷ୍ଠାବ। ତେଣୁ ସି ଅପସନଟି ଠିକ ହେଲା। ସି ଅପସନଟି ଠିକ। ଏବେ ଦେଖିବା ଭି ଧାତୁର ପ୍ରଥମ ପୁରୁଷ ବହୁବଚନ ଲଟ ଲକାର। ପ୍ରଥମ ପୁରୁଷ ବହୁବଚନ ଦେଇଛି ବିଭ୍ୟତି ବିଭେସି ବିଭ୍ୟତ ବିଭେମି। ଏଇଟା ହବ ବିଭ୍ୟତି। ବିଭ୍ୟତିଟା ଠିକ ହେଲା। ଏବେ ଆମର ବ୍ୟାକରଣ ସନ୍ଧି ବିଚ୍ଛେଦ ଆସିଗଲା। କଣ ଅଛି ଦେଖ, ତତ୍ ଯୁକ୍ତ ଶ୍ରୁତ୍ୱା ତତ୍ଶ୍ରୁତ୍ୱା ହେଲା। ତତ୍ଶ୍ରୁତ୍ୱା ଆଉ ସେଟା ପୁଣି ହର୍ଷଉ, ତେଣୁ ତତ୍ଶ୍ରୁତ୍ୱା ଏଇଟା ଏ ଅପସନଟି ଠିକ। ତତଃ ଯୁକ୍ତ ଅହମ୍ ତତୋହମ୍, ମଝିରେ ଗୋଟେ ଖଣ୍ଡ ଅକାର ରହିବ, ଏଇଟା ଠିକ। ସି ଅପସନଟି ଠିକ। କାଶ୍ଚନ ଏଟା ହବ କାହା ଯୁକ୍ତ ଚନ୍ନ। କାହା ଯୁକ୍ତ ଚନ୍ନ, ଏ ଅପସନଟି ଠିକ ହେଲା। କାଶ୍ଚନ ଦେଇଛି ସ୍ତ୍ରୀଲିଙ୍ଗରେ, ତେଣୁ କାହା ଯୁକ୍ତ ଚନ୍ନ। ଏବେ କ୍ଷୁଦ୍ରପି ସନ୍ଧି ବିଚ୍ଛେଦ କରିବା। କ୍ଷୁଦ୍ରଃ ଯୁକ୍ତ ଅପି, ଏ ଅପସନଟି ଠିକ। ସି ରେ ବି ଦେଇଛି କିନ୍ତୁ ସେଟାରେ ଅପିରେ ବିସର୍ଗ ଦେଇଛି, ତେଣୁ କ୍ଷୁଦ୍ରଃ ଯୁକ୍ତ ଅପି ଏଇଟା ଠିକ। ବରଦାସ୍ତୁ ବରଦା ଯୁକ୍ତ ଅସ୍ତୁ, ଏଇ ଗୋଟିକ ଏ ଅପସନଟି ଠିକ। ବରଦା ଯୁକ୍ତ ଅସ୍ତୁ, ବରଦହ ଯୁକ୍ତ ଅସ୍ତୁ, ବରଦୋ ଯୁକ୍ତ ଅସ୍ତୁ, ବରଦ ଯୁକ୍ତ ଆସ୍ତୁ, ତେଣୁ ଏ ଅପସନଟି ଠିକ। ପରମ ଯୁକ୍ତ ଆରାଧ୍ୟ କଣ ହବ? ପରମାରାଧ୍ୟ, ଏଇ ସି ଅପସନଟି ଠିକ। ପରମାରାଧ୍ୟ ହେଇଯିବ, ମରେ ଆଟା ମିଶିଯିବ ହେଲା, ପରମାରାଧ୍ୟ ହବ। ତାପରେ ଦେଇଛି ଅସ୍ମାକମ୍ ଭାରତ ବର୍ଷେ ଯତ୍ ପଞ୍ଚାଙ୍ଗମ୍ ପ୍ରଚଳତି। ଭାରତ ବର୍ଷ ତଳେ ଗାର ଦିଆଯାଇଛି, ଏଟା କୋଉ ବିଭକ୍ତି ହବ? ଏଟା ହବ ଅଧିକରଣୀ ସପ୍ତମୀ। ନିର୍ଦ୍ଧାରଣୀ ହବ ନାହିଁ, ଅଧିକରଣୀ ସପ୍ତମୀ ହବ, ଭାବେ ସପ୍ତମୀ ହବ ନାହିଁ, ଅବଚ୍ଛେଦ୍ୟ ସପ୍ତମୀ ହବ ନାହିଁ। ଆଚ୍ଛା, ତସ୍ୟ ଗୃହମ୍ ନିକଷା, ଏଠି ନିକଷା ଶବ୍ଦଟେ ଅଛି, ତେଣୁ ନିକଷା ଯୋଗେ ଦ୍ୱିତୀୟା ବିଭକ୍ତି ହବ ହେଲା। ନିକଷ ମାନେ ନିକଟରେ, ୟା ଯୋଗେ ଦ୍ୱିତୀୟା ବିଭକ୍ତି ହବ। ଏବେ ଦେଖ ତାପରଟି ଦେଖ, ମୁନିଃ ଆଶ୍ରମମ୍ ପ୍ରତି ବାଳକମ୍ ଆନୟତ୍। ପ୍ରତି ଯୋଗରେ ଦ୍ୱିତୀୟା ବିଭକ୍ତି ହୁଏ, ତେଣୁ ଏଇଟା ବି ଅପସନଟି ଠିକ। ପ୍ରତି ଯୋଗେ ଦ୍ୱିତୀୟା ବିଭକ୍ତି ହେଲା। ଏବେ ସହ ମହତା ଆନନ୍ଦନ ମନ୍ଦମ୍ ବିହସ୍ୟ କଥୟତି, ମନ୍ଦମ୍ ତଳେ ଗାର ଦିଆଯାଇଛି, ଏଟା ହବ କ୍ରିୟା ବିଶେଷଣେ ଦ୍ୱିତୀୟା, ଡି ଅପସନଟି ଠିକ। ମାଧବଃ ଶିକ୍ଷକସ୍ୟ ସମୀପେ, ଏଠି ସମୀପ ଶବ୍ଦ ଯୋଗେ କଣ? ଷଷ୍ଠୀ, ତେଣୁ ଡି ଅପସନଟି ଠିକ ହେଲା। ପିଲାମାନେ ତାହେଲେ ଆମେ ଆଲୋଚନା ତ କଲେ, ଉତ୍ତର ଗୁଡିକ ଠିକ ଉତ୍ତରଟି ଜାଣିଲେ। ଏବେ ତୁମେ ତୁମର କେତେ ମାର୍କ ରଖୁଛ ତୁମେ ନିଜେ ଦେଖ। ଏବେ ଆଜି ପାଇଁ ସମସ୍ତଙ୍କୁ ଏଇଠି ରହିବାକୁ ପଡିବ। ଧନ୍ୟବାଦ।